ଦିନେ ପୂଜାର ମର୍ଡର ହୋଇଗଲା। ତାପରେ ପୋଲିସ ସେଠାକୁ ଆସିଲା ଆଉ ପୂଜାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ପୋଲିସର 3 ଜଣ ଉପରେ ସନ୍ଦେହ ହେଲା। ସେମାନେ ହେଲେ ସୋନରାମ, ଗାଣ୍ଡୁରାମ ଏବଂ ଗୋବରା। ତାପରେ ପୋଲିସ ସେମାନଙ୍କୁ ସେଠାକୁ ଡାକିଲା ଆଉ କହିଲା, ଯେତେବେଳେ ପୂଜାର ମର୍ଡର ହୋଇଥିଲା ତମେମାନେ ସବୁ କ'ଣ କରୁଥିଲ? ପ୍ରଥମ ଗାଣ୍ଡୁରାମ କହିଲା, ସାର୍, ମୋତେ ପୂଜାର ମର୍ଡର ବିଷୟରେ କିଛି ବି ଜଣା ନାହିଁ। ସେତେବେଳେ ମୁଁ ମୋ ପିଲା ସହିତ ଖେଳୁଥିଲି। ତାପରେ ଗୋବରା କହିଲା, ମୋତେ ବି ପୂଜାର ମର୍ଡର ବିଷୟରେ କିଛି ବି ଜଣା ନାହିଁ। ସେହି ସମୟରେ ମୁଁ ଗାର୍ଡେନରେ ସବୁ ଗଛମାନଙ୍କରେ ପାଣି ଦେଉଥିଲି। ଶେଷରେ ସୋନରାମ କହିଲା, ମୁଁ ଦୋକାନ ଯାଇଥିଲି, ମୁଁ କାହିଁକି ପୂଜାର ମର୍ଡର କରିବି? ତାପରେ ପୋଲିସ କିଛି ସମୟ ଭାବିବାକୁ ଲାଗିଲା। ଆଉ ପୋଲିସ ଜାଣିପାରିଲା ପୂଜାର ଅସଲି ମର୍ଡର କିଏ। କ'ଣ ବନ୍ଧୁଗଣ, ଆପଣ ଜାଣିଛନ୍ତି ପୂଜାକୁ କିଏ ମର୍ଡର କରିଛି? ଯଦି ଜାଣିଛନ୍ତି କମେଣ୍ଟ କରି ଆପଣଙ୍କ ଉତ୍ତର ଦିଅନ୍ତୁ। ଆପଣଙ୍କ ପାଖରେ 10 ସେକେଣ୍ଡ ସମୟ ଦିଆଯାଉଛି। ଦେଖନ୍ତୁ ବନ୍ଧୁଗଣ, ଏବେ ବର୍ଷା ହେଉଛି କିନ୍ତୁ ଗୋବରା କେମିତି କହୁଛି ମୁଁ ବଗିଚାରେ ପାଣି ଦେଉଥିଲି ବୋଲି। ତେଣୁ ଗୋବରା ପୋଲିସକୁ ମିଛ କହିଛି। ଗୋବରା ହିଁ ପୂଜାକୁ ମର୍ଡର କରିଛି। ଦେଖନ୍ତୁ ବନ୍ଧୁଗଣ, ଏଠାରେ 4 ଜଣ ସ୍ତ୍ରୀ ଲୋକ ଛିଡ଼ା ହୋଇଛନ୍ତି। ସମସ୍ତଙ୍କ ପେଟରେ ପିଲା ଅଛି। କିନ୍ତୁ ବନ୍ଧୁଗଣ, ଆପଣ କହିବେ କାହାର ପେଟରେ ପିଲା ମରିଯାଇଛି? ଆପଣଙ୍କ ପାଖରେ 10 ସେକେଣ୍ଡ ସମୟ ଅଛି। ଭଲ କରି ଭାବନ୍ତୁ ଏବଂ ପିକ୍ଚରଟିକୁ ଭଲ କରି ଦେଖନ୍ତୁ ଏବଂ ଆମକୁ କମେଣ୍ଟ କରି କୁହନ୍ତୁ କାହାର ପିଲା ମରିଯାଇଛି। ଦେଖନ୍ତୁ ବନ୍ଧୁଗଣ, ପୂଜାର ପିଲା ମରିଯାଇଛି। ଏଇ ଫଟୋରେ ଆପଣ ଦେଖୁଛନ୍ତି ପୂଜାର ଫଟୋ ସହିତ ରିପ୍ ଲେଖାଯାଇଛି। ଏହାର ଅର୍ଥ ପୂଜା ମରିଯାଇଛି। ତେଣୁ ପୂଜା ମରିଯାଇଥିବା ସଙ୍ଗେ ସଙ୍ଗେ ପୂଜାର ପେଟ ଭିତରେ ଥିବା ପିଲାଟି ମଧ୍ୟ ମରିଯାଇଛି।